ଭାଇ ଭାଉଜ ଭାଇ ଭାଉଜ କଣ ତମମାନଙ୍କୁ ମୋ ଡାକ ଶୁଭୁନି? ଏଠି କି ତାମସା ଲାଗିଛି କେଜାଣି? ଦିନ ହେଲା ଫୋନ ପରେ ଫୋନ କରୁଛି, କେହି ବି ମୋ ଫୋନ ଉଠଉନାହାନ୍ତି କି ଟଙ୍କା ପଠେଇବାର ନାଁ ମତେ ଧରୁନାହାନ୍ତି। ଆରେ ଭାଇ ତୁ କେତେବେଳେ ଆସିଲୁ? ଘର ଭିତରକୁ ନ ଯାଇ ଏଇ ଦାଣ୍ଡ ଦୁଆରଟାରେ ଠିଆ ହେଇଛୁ। କଣ ହେଇଛି? ତୁ ଏମିତି ରାଗୁଛୁ କାହିଁକି? ଆରେ ରାଗିବିନି, ଆଜିକି 4 ଦିନ ହେଲା ଫୋନ ପରେ ଫୋନ କରୁଛି, କେହି ବି ମୋ ଫୋନ ଉଠଉନାହାନ୍ତି କି ଟଙ୍କା ପଠେଇବାର ନାଁ ମତେ ଧରୁନାହାନ୍ତି। ଆରେ ଭାଇ ହୁଏ ତ ଟଙ୍କାଟା ଯୋଗାଡ଼ କରିପାରିନାହାନ୍ତି, ଆଉ ତୁ ତ ଆମ ଅଭାବ ସଂସାର କଥା ଜାଣିଛୁ ନା। ମୋ ମନ କହୁଛି ଭାଇ ଟଙ୍କାଟା ଯୋଗାଡ଼ କରି ନିଶ୍ଚିନ୍ତ ପଠେଇଦେବେ। ଆରେ କେବେ ପଠେଇବେ? ମୁଁ କଣ କଲେଜରୁ ତଣା ଖାଇସାରିଲା ପରେ? ରାଗ ନା, ରାଗିଲେ କଣ ସବୁ ସମସ୍ୟାର ସମାଧାନ ହେଇଯିବ? ବୁଝିଲୁ ମଝିଆ ଭାଇ, ବଡ଼ ଭାଇଙ୍କୁ ନା, ବଡ଼ ଭାଇଙ୍କୁ ବ୍ରେନ ଟ୍ୟୁମର। କାମ କରିବାକୁ ଯାଉଛନ୍ତି କେବଳ ତୋ ପାଠ ପଢା ପାଇଁ ଆଉ ଆମ ମାନଙ୍କ ମୁହଁରେ ଦିମୁଠା ଆହାର ଦବା ପାଇଁ। ଆରେ ଏଇଟା ବଡ ଭାଇ ହିସାବରେ ତାଙ୍କର କର୍ତ୍ତବ୍ୟ, ସିଏ କରିବନି ତ ଆଉ କରିବ କିଏ? ଭାଇ ତ ସବୁବେଳେ ତାଙ୍କ କର୍ତ୍ତବ୍ୟ କରୁଛନ୍ତି, ତୁ କେବେ ଭାଇଙ୍କ ପ୍ରତି କର୍ତ୍ତବ୍ୟ କରିଛୁ? ଆରେ 2 ମାସ ଭିତରେ ଭାଇଙ୍କ ଅପରେସନ ନହେଲେ ସେ ତ ହୁଏ ଆଉ ବଞ୍ଚିବେନି। ଆଉ ଏକଥା ଶୁଣି ଆମେ ସମସ୍ତେ ଭାଙ୍ଗି ପଡିଛୁ। ଆରେ ଜୀବନ, ତୁ କାହିଁକି ଏତେ ବ୍ୟସ୍ତ ହଉଛୁ କହିଲୁ? ଏଇ 2 ମାସ ଭିତରେ ମୁଁ ଡାକ୍ତର ଚାକିରି ପାଇସାରିଥିବି, ଆଉ ତାପରେ ମୁଁ ମୋ ନିଜ ହାତରେ ବଡ ଭାଇଙ୍କର ଅପରେସନ କରିଦେବି। ଭଗବାନ କରନ୍ତୁ ତମ ତୁଣ୍ଡ ସୁତୁଣ୍ଡ ହଉ। ଭାଉଜ ହଉ ହେଲା ବାବା ହେଲା, ତମ ଭାଇ ତମରି ହାତରେ ଭଲ ହେଇଯାଆନ୍ତୁ। ଡାକ୍ତର ହେଲେ ତ, କିନ୍ତୁ ମୁଁ ଭାବୁଛି ମୋ ପାଠ ପଢା କେବେ କମ୍ପ୍ଲିଟ କରିପାରିବିନି। ତମେ ସେମିତି କାହିଁକି ଭାବୁଛ? ଦେଖିବ ସମୟ ଆସିବ ସବୁ ଠିକ ହେଇଯିବ। ଏ କହିଲା ତୋ ପାଠ ପଢା କମ୍ପ୍ଲିଟ ହେଇପାରିବନି। ଭାଇ ଆରେ କିଏ କହିଲା ତୋ ପାଠ ପଢା କମ୍ପ୍ଲିଟ ହେଇପାରିବନି? ତତେ ପଢେଇ ଡାକ୍ତର କରିବି ବୋଲି ଏ ଜୀବନଟାକୁ ପୁରା ବାଜି ଲଗେଇ ଦେଇଛି। କେମିତି ଡାକ୍ତର ହେବି? କେମିତି ପାଠ ପଢିବି? କଲେଜ ଫିସ୍ 70,000 ଆଉ ହଷ୍ଟେଲ ଫିସ୍ 1.5 ଲକ୍ଷ ବାକି। ହଷ୍ଟେଲ ଇନଚାର୍ଜ କହିଛନ୍ତି କି ଟଙ୍କା ନ ବାନ୍ଧିଲେ ମତେ କଲେଜରୁ ବାହାର କରିଦେବେ। ଏ ପରିସ୍ଥିତିରେ ମୁଁ କଣ କରିପାରିବି? ଆସିଛୁ ଯେତେବେଳେ ଟଙ୍କାଟା ନେଇକି ଯିବ। ମାଲିକଙ୍କୁ ନେହୁରା ହେଇ 2 ଲକ୍ଷ ଟଙ୍କା ସୁଧକୁ ଆଣିଥିଲି ମୋ ମୁଣ୍ଡର ଅପରେସନ କରିବି ବୋଲି। ହେଲେ ଏ ଟଙ୍କାଟା ତୁ ନେଇଯା, ତୁ ତ 2 ମାସ ପରେ ଡାକ୍ତର ହେଇ ଫେରିବୁ। ଏଇ ତୋ ନିଜ ହାତରେ ମୋ ମୁଣ୍ଡର ଅପରେସନ କରିବୁ। ଭାଇ ରାତି ଅଧରେ ମୁଣ୍ଡଟାକୁ ଧରି ତମେ ଯୋଉ ଯନ୍ତ୍ରଣା ଅନୁଭବ କରୁଛ, ଅପରେସନଟା ହବା ନିହାତି ଦରକାର। ଆରେ ପାଗଳା, ମୋ ମୁଣ୍ଡର ଅପରେସନ ଆଜି ନହେଲେ 2 ମାସ ପରେ ହବ। ହେଲେ ମୋ ଭାଇର ଭବିଷ୍ୟତଟା ଥରେ ନଷ୍ଟ ହେଇଗଲେ ସେ ସବୁଦିନ ପାଇଁ ବେକାର ହେଇଯିବ ରେ। ମୁଣ୍ଡର ଯନ୍ତ୍ରଣା ମୁଁ ସହିଯିବି ରେ ଜୀବନ, ହେଲେ ମୋ ଭାଇର ଭବିଷ୍ୟତଟା ନଷ୍ଟ ହେଇଯିବ। ଏ କଥାଟାକୁ ମୁଁ ଜମା ସହିପାରିବିନି। ତମେ ସୁସ୍ଥ ରହିଲେ ତ ସେମାନଙ୍କୁ ମଣିଷ କରିବ। କାମ କଲେ ତ ଆମ ମାନଙ୍କ ପେଟକୁ ଆହାର ଯୋଗାଣ କରିବ, ହେଲେ କେତେ ଦିନ ଏମିତି ଦେହର ଯନ୍ତ୍ରଣା ଦେହର ମାରି ଖଟି ଚାଲିଥିବ ତମେ? ହେଲେ ତୁ କାହିଁ ବ୍ୟସ୍ତ ହଉଛୁ? 2 ମାସ ପରେ ମୋ ରୋହନଟା ତା ନିଜ ହାତରେ ମୋ ମୁଣ୍ଡର ଅପରେସନ କରିବ। ଏ ରୋହନ, ତୁ ଜମା ଚିନ୍ତା କରନା, ତୁ ଖାଲି ମନ ଦେଇ ପାଠ ପଢ। ତୋର ଯେତେବେଳେ ଯାହା ଦରକାର ମୁଁ ଦେବି। ଏଇ ନେ ଟଙ୍କା ନେ। ଭାଇ ତମେ ମୋ ପାଇଁ ଯେତିକି ତ୍ୟାଗ କରୁଛ ନା, ମୁଁ ତୁମ ଋଣ କେବେ ବି ସୁଝି ପାରିବିନି। ପାଗଳାଟା এই নে টঙ্কা নে। আরে যমুনা,
ଆରେ ରୋହନଟା ବହୁତ ଦୂରରୁ ଆସିଛି, ଯାଅ ତା ପାଇଁ କ'ଣ ଟିକେ ଖାଇବା ବନ୍ଦୋବସ୍ତ କରିବ, ଯାଅ। ଭାଇ ତୁ କେତେବେଳେ ଆସିଲୁ? ଆସିଗଲେ କଲେଜ ପଢୁଆ ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ ଏନ୍ କହେ ଭାଇ ମୋ ପାଇଁ ସ୍କୁଟି କେବେ ଆଣିବୁ ଯେ? ମୁଁ କଣ ତାପରେ ହେଇଛି ମାନେ ତାପରେ ହେଇଛି ମୂର୍ଖ କୋଉଠିକାର ଦଶମରେ ଚାରି ଥର ପରୀକ୍ଷା ଦେଇ ଫେଲ ହେଇ ଘର କଳରେ ବସିଛି ସେଇଥିରେ ପୁଣି କହୁଲା ମୁଁ କଣ କମେଡିର ହିରୋ ରୋଲ କରିବି ସାର୍ କହି ହିରୋ ରୋଲଟା ନେଇଛି ଏଥିରେ କହୁଛି ନା ମୁଁ ଦଶମରେ ପାସ୍ କରିଛି ଆରେ ମୁଁ ତ ପାସ୍ କରିଛି ତୁ ପୁରା ମୂର୍ଖଟା ଫେଲ ହେଇ ଘରେ ବସିଛୁ କପି କରି କରି ଦଶମଟା ଉଠିଗଲୁ ତ ପାଣି ବାହାରୁଛି ଯା ଭଲ ହେଲା ମୁଁ ତ ପାସ୍ କରିଛି ନା ତୋ ଭଳି ନୁହଁ ଭାଇ ଆଣିବା ଆଣିବା। 6 ମାସ ହେଲା ଖାଲି ସ୍କୁଟି ଆଣିବ କହୁଛ ହେଲେ ଏ ପର୍ଯ୍ୟନ୍ତ ସ୍କୁଟିର ଦେଖା ନାହିଁ ତୋ ପାଇଁ ମୁଁ ଗୋଟେ ବୁଲେଟ ବୁଝିଛି ତୋ ପରି ଅଣ୍ଡିରି ଚଣ୍ଡକି ସ୍କୁଟି କ'ଣ ମାନିବ? ଭାଇ ଭାଉଜ ଦେଖିଲ ମୋ ସହିତ କେମିତି ଲାଗୁଛି ମୁଁ ଜମା କଥା ହେବିନି ତୋ ସହିତ ଯା ମୁଁ ଦେଖୁଛି ତମେ ଛୋଟ ପିଲା ହେଇଗଲଣି ତା ସହିତ ଝଗଡ଼ା ନ କଲେ ତମ ଭାତ କ'ଣ ହଜମ ହଉନି? ତୁ ଗଲୁ ରୋହନ ଭାଇଟା ବହୁତ ଦୂରରୁ ଆସିଛି ତା ପାଇଁ କ'ଣ ଟିକେ ଖାଇବା ବନ୍ଦୋବସ୍ତ କରିବୁ, ଯା। ଠିକ ଅଛି ଭାଇଆ ମୋ ପାଇଁ ଟିକେ କାବଲା ଶୁଖୁଆ ଭାଜି ଦବୁ ମୁଁ କ'ଣ ପଖାଳ ଖାଇଦେବି। ମୁଁ ତ ଖାଇବା କଥା ବୁଝି ପାରିବିନି ତୁ ଯା ସେଇ କବିତା ଫୁଲ ଝିଲ୍ଲି ସେଇମାନଙ୍କୁ କହିବୁ ତୋ ପାଇଁ ଶୁଖୁଆ ଭାତ ଦେବି ତୁ ଖାଇବୁ ମୁଁ ତୋ ପାଇଁ କିଛି କରିପାରିବିନି ଯା ଆରେ ଜୀବନ ଆମେ ମିଶି କରି ଖାଇବା। ଚାଲ ଭାଇ କ'ଣ କଲ ତମେ? ସବୁ ଟଙ୍କା ତମେ ରୋହନକୁ ଦେଇଦେଲ ହେଲେ ନିଜ କଥା ଭାବିଲନି ସବୁବେଳେ ସେଇ ଭାଇମାନଙ୍କ କଥା ଭାବିଲ ହେଲେ ତମେ ତ ଟଙ୍କା ଦେଇଥିଲ ତମ ମୁଣ୍ଡ ଅପରେସନ ହବ କେମିତି? ତମର ଯଦି କିଛି ହେଇଯାଏ ତାହେଲେ ମୁଁ ଶୋଇପାରିବିନି। ଯମୁନା ଆରେ ମୁଁ କ'ଣ ତମକୁ ଏତେ ଶୀଘ୍ର ଛାଡ଼ି ଚାଲି ଯାଉଛି? ତା ଛଡ଼ା ତମେ ମୋର ଯେମିତି ସେବା କରୁଛ ଜମା ବି ମୋ ପାଖ ମାଡ଼ିବା ପାଇଁ 10 ଥର ଚିନ୍ତା କରିବ। ଆରେ ତମେ ତ ଏ ଯୁଗର ସତୀ ଅନୁସୟା। ଥାଉ ଏମିତି କଥା କହି ସବୁବେଳେ ମୋତେ ଭୁଲି ଦେବା ପାଇଁ ଚେଷ୍ଟା କର। ମୁଁ ଜାଣିଛି ରାତିରେ ସବୁବେଳେ ତମେ କେତେ କଷ୍ଟ ପାଉଛ କେହି ନ ଦେଖିଲେ ବି ସବୁ ମୁଁ ନିଜ ଆଖିରେ ଦେଖେ ହେଲେ ତମ ଯଦି କିଛି ହେଇଯାଏ ନା ମୁଁ ଶୋଇପାରିବିନି। ହେଲୋ ମୁଁ ଯଦି ସହିପାରୁଛି ତୁ କାହିଁକି ସହିପାରୁନୁ? ବାପା ମା ଗଲାବେଳେ ତାଙ୍କ ଶବକୁ ଛୁଇଁ ଶପଥ କରିଥିଲେ ଏଇ ପିଲା ତିନିଟାକୁ ମଣିଷ କରିବି ବୋଲି। କେବେ ବି ତାଙ୍କ ବାପା ମାଙ୍କର ଶୂନ୍ୟତା ଅନୁଭବ କରିବାକୁ ଦେବିନି। ତୁ କହିଲୁ ଯମୁନା ମଲା ବାପା ମାକୁ ଦେଇଥିବା କଥା ମୁଁ ଭୁଲିଯିବି କେମିତି? ବିବାହ ବାଦିରେ ଦେଇଥିବା ପ୍ରତିଶ୍ରୁତି ସିଏ ଥିଲା କ'ଣ ପାଣିର ଗାର ତମ ମୁହଁକୁ ଚାହିଁ ଗର୍ଭଧାରଣ କ୍ଷମତା ଥିଲେ ମଧ୍ୟ ଏଇ ପିଲାମାନଙ୍କ ମୁହଁକୁ ଚାହିଁ ମୁଁ ବାହା ହେଇପାରିଲିନି। କେବଳ ବାହାଘର ଆଜି ପର୍ଯ୍ୟନ୍ତ ସ୍ୱାମୀ ସୁଖକୁ ବି ଆଶା କଲିନି ହେଲେ ମୋ ସଖା ସିନ୍ଦୁର ଯଦି କିଛି ହେଇଯାଏ ମୁଁ ବଞ୍ଚି ପାରିବିନି। ଆଲୋ କାନ୍ଦୁଛୁ କାହିଁକି? ଏ ଯମୁନା ଆଲୋ ତୋ ଆଖିରେ ଲୁହ ଦେଖିଲେ ମୁଁ କ'ଣ ସହିପାରିବି? ଏଇ ଦେଖ ମୋ ଆଖିକି ଦେଖ ମୋ ଆଖିରେ ଲୁହ ଗୁଡ଼ା ସବୁ କେମିତି ଶୁଖି ଗଲାଣି। ଏଠି ସମସ୍ତଙ୍କର ଅଧିକାର ସାବ୍ୟସ୍ତ କରିବାରେ ଅନ୍ଧ
ଏଠି କାହା ପ୍ରତି କାହାର ଦରଦ ନାହିଁ। ଏଠି ଆଖିର ଜନମ କାନ୍ଦିବା ପାଇଁ। ସମୟ ବାଟରେ ପୁରୀ ମଣିଷ ବାଟ ବାଟ ଚାଲୁଥାଏ ସୁଖ ଦୁଃଖ ମିଳେ ନାହିଁ জীবনটা দুঃখ কাহারি লোহায়েঠি নিজ কাহারি সময় বাটরে মনিষ বাট চালুଥାଏ দুঃখ মিলে ନାହିଁ ସମୟ ବାଟରେ ମଣିଷ ବାଟ ଚାଲୁଥାଏ ଦୁଃଖ ମିଳେ ନାହିଁ জীবনটা দুঃখ কাহারি লোহায়েঠি নিজ কাহারি জীবনটা দুঃখ কাহারি লোহায়েঠি নিজ কাহারি বঞ্চিত সে লোহ তুলি আখির জনম বাবাই আখির জনম কাদি বাবাই আখির জনম কাদি বাবাই আখির জনম কাদি বাবাই আখির জনম